ପାରାଦୀପ ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ପାଳିତ। ପାରାଦୀପ ବିଜୁ ଜନତା ଦଳ ତରଫରୁ 29ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ନିକଟସ୍ଥ ଶ୍ରମିକ ଭବନ ପରିସରରେ ମହାସମାରୋହରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁରର ପ୍ରାକ୍ତନ ସାଂସଦ କୁଳମଣି ସାମଲ ଯୋଗ ଦେଇଥିବା ବେଳେ ପାରାଦୀପ ବିଜୁ ଜନତା ଦଳର ନଗର ସଭାପତି ତଥା ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। ପାରାଦୀପ ପୌର ପରିଷଦର 19ଟି ୱାର୍ଡର ବହୁ ପାରିଷଦ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ସଭାରେ ପାରାଦୀପ ପୌର ପରିଷଦର ପୂର୍ବତନ ପାରିଷଦ ଶଙ୍କର ପ୍ରସାଦ ରାଉତ ସଭା ପରିଚାଳନା କରିଥିଲେ। ଏହି ସଭାରେ ଉପସ୍ଥିତ ବିଜୁ ଛାତ୍ର ଯୁବ ଜନତା ଦଳର ସଭାପତି ଆଲୋକ ପରିଡ଼ା, ପାରାଦୀପ ପୌର ପରିଷଦର ପାରିଷଦ ଅଜିତ ଷଡ଼ଙ୍ଗୀ, ପୂର୍ବତନ ପାରିଷଦ ଚପଳା ସ୍ୱାଇଁ, ଜଗନ୍ନାଥ ରାଓ ପ୍ରମୁଖ ମଞ୍ଚାସୀନ ଅତିଥିମାନେ ବିଜୁ ଜନତା ଦଳର 24 ବର୍ଷ ଶାସନ କାଳ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ଓ ବିଜୁ ପ୍ରେମୀ ତଥା ବୁଦ୍ଧିଜୀବୀ ଯୁବଗୋଷ୍ଠୀ ମହିଳାମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ନ୍ୟୁଜ୍। ଆମେ କେବଳ ପାରାଦୀପ ହୁଅନ୍ତା କଳ୍ପନା କରିପାରିବା। ଯଦି ପାରାଦୀପ ବନ୍ଦରଟି ପ୍ରତିଷ୍ଠା ନ ହୋଇଥାନ୍ତା, ଏଠି ଯେତେ 20-30ଟି ଛୋଟ ବଡ଼ ଶିଳ୍ପକାରଖାନା ଅଛି, ଆଗକୁ ଶିଳ୍ପ ହେବାର ସୁଯୋଗ ସୃଷ୍ଟି ହେଇଛି। ଏବଂ ଏଇଠି ଚଣ୍ଡିଖୋଲରୁ ଡୁବୁରି ବଡ଼ପୁଞ୍ଜି NH ହେଇଛି, ଯେଉଁ ବିକାଶ ରାସ୍ତା ତିଆରି ହେଇଛି। ଏବେ ଆକୁ ଭିତ୍ତି କରି କେତେ କ'ଣ ହେଇଛି, ସେଇଭଳି ଜଣେ ଲୋକ ନେଲେ କଥା ଚିନ୍ତା କରିବେ। ତେଣୁ ସେଇ ଲୋକର ନୀତି ଆଦର୍ଶରେ ଯେଉଁ ଦଳ ଗଢ଼ା ହେଇଛି ବିଜୁବାବୁଙ୍କ ଦଳ, ପାରାଦୀପବାସୀ ସବୁବେଳେ ବିଜୁବାବୁଙ୍କ ପ୍ରତି ଅନୁପ୍ରାଣିତ, ସମର୍ପିତ। ଆମେ ବିଭିନ୍ନ ସମୟରେ ତାଙ୍କର ପୂଜା କାର୍ଯ୍ୟକ୍ରମ କରିଛେ, ତାଙ୍କୁ ସମ୍ମାନ ଦେଇଛେ, କାରଣ ସେ ସମ୍ମାନର ଯୋଗ୍ୟ ସିଏ। କହୁଥିଲେ ମୁରବୀମାନେ ଓଡ଼ିଶା ଶାସନ କାହାକୁ ଦେବା, ସେତେବେଳେ କଂଗ୍ରେସ ଶାସନ ବେଳେ ଯେଉଁ ହାହାକାର ପଡ଼ିଥିଲା, ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଡାକିକି ଆଣିକି ସଭାପତି କରାହେଇଥିଲା। ଏବଂ ମହାବାତ୍ୟା ବିଭୀଷିକା ଭିତରେ, ମହାବାତ୍ୟାର ବିନାଶ ଭିତରେ ସେ ବିକାଶ ପୁରୁଷ ହୋଇ ଛିଡ଼ା ହେଲେ ନବୀନ ପଟ୍ଟନାୟକ। ଏବଂ ଗତ 24 ବର୍ଷ ଧରି 2000 ମସିହା 2024 ପର୍ଯ୍ୟନ୍ତ ଗାଁରୁ ପାରାଦୀପ ଆସିଥିଲେ। ଏବେ କୋଉ ମୁଁ ଡାକ୍ତର କୁଳମଣି ସାମଲ, ପୂର୍ବତନ ସାଂସଦ ବିଜୁ ଜନତା ଦଳ ଜଗତସିଂହପୁର ଲୋକସଭା। ଆଜି ପାରାଦୀପ ନିର୍ବାଚନ ମଣ୍ଡଳୀର ପାରାଦୀପ ନଗର ସଭାପତି ବିଜୁ ଜନତା ଦଳର ଶ୍ରୀ ବସନ୍ତ ବିଶ୍ୱାଳଙ୍କର ଅଧ୍ୟକ୍ଷତାରେ ଏଠାରେ ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଅଛି। ମୋତେ ସେମାନେ ନିମନ୍ତ୍ରଣ କରିଥିଲେ, ମୁଁ ମଧ୍ୟ ଯୋଗଦାନ କରିଅଛି। ଯେହେତୁ ବିଜୁ ଜନତା ଦଳ ଆଜି ପର୍ଯ୍ୟନ୍ତ ମୁଁ ଅଛି, ବିଭିନ୍ନ ସ୍ଥାନରେ ଯେତେବେଳେ ବିଜୁ ଜନତା ଦଳ କାର୍ଯ୍ୟକାରୀ ମିଟିଂ କରାଯାଏ, ମୋତେ ଯିଏ ଡାକେ ମୁଁ ପ୍ରାୟ ସେ ମିଟିଂରେ ନିଜକୁ ଉପସ୍ଥିତ କରାଏ। ବ୍ୟତିବ୍ୟସ୍ତ ଥାଇ ମଧ୍ୟ ଡାକ୍ତରୀ ଚିକିତ୍ସା ସହିତ ଇଏ ଗୋଟିଏ ମୋର ପେଶା ବୋଲି ମୁଁ ଧରିନିଏ। ତେଣୁ ନିଶ୍ଚିତ ଭାବରେ ମୁଁ ଏଠାକୁ ଆସିଅଛି। ଏତିକି ଆଶା କରିବି, ଏଠାରେ ମୁଁ ଆଜି ଯାହା ଦେଖିଲି, ପାଖାପାଖି 4-5 ହଜାର ଲୋକ ଉପସ୍ଥିତ ଅଛନ୍ତି। ବିଶେଷ କରି ମା ମାନଙ୍କର ସଂଖ୍ୟା ଅଧିକ ଏବଂ ତାଙ୍କଠାରେ ଯେଉଁ ଉତ୍ସାହ ଉଦ୍ଦୀପନା ମୁଁ ଦେଖିଲି, ବିଶେଷ କରି ବିଜୁ ପଟ୍ଟନାୟକ ପାଇଁ। ସେମାନେ କୁହନ୍ତି ଯେ ଆମେ ଏଠି ବଞ୍ଚିଛୁ କେବଳ ବିଜୁ ପଟ୍ଟନାୟକ ପାଇଁ। ସେ ଯଦି ପାରାଦୀପ ବନ୍ଦର କରିନଥାନ୍ତେ ଆମେ ଏଠି ନଥାନ୍ତୁ। ତାଙ୍କରି ଆଦର୍ଶରୁ, ତାଙ୍କରି ଆଶୀର୍ବାଦରୁ, ତାଙ୍କରି କାର୍ଯ୍ୟକଳାପରୁ ବନ୍ଦର ସୃଷ୍ଟି ହେଲା ପରେ ଆମେ ଏଠାରେ ଜୀବିକା ଧାରଣ କରି ଆମର ବଂଶ ପିଲା ଛୁଆ ଘର ସଂସାର କରି ଚଳି ଆସୁଅଛୁ। ତେଣୁ ପୁରୁଷ ଯାହାଙ୍କର ଆଜି ପ୍ରତିଷ୍ଠା ଦିବସ, ଆମେ ଆଉ ପାରାଦୀପରେ କେହି ନାହୁଁ, ସମସ୍ତେ ଏଠି ଉପସ୍ଥିତ ଅଛୁ। ମୁଁ ତାଙ୍କୁ ଧନ୍ୟବାଦ ଦେଉଥିଲି। ଏବଂ ନଗର ସଭାପତିଙ୍କ ସହ ପାରିଷଦ ବୃନ୍ଦ, ଅନ୍ୟାନ୍ୟ ସମସ୍ତ ବିଜେଡି କର୍ମୀ ଆଜି ଏଠାରେ ଉପସ୍ଥିତ ରହି ପ୍ରତ୍ୟେକଙ୍କର ଚିନ୍ତାଧାରା, ନବୀନ ପଟ୍ଟନାୟକଙ୍କର ଯେଉଁ ବିଗତ 24 ବର୍ଷର ଶାସନ, ସେ ଶାସନ କାଳରେ ତାଙ୍କର ଯେଉଁ କାର୍ଯ୍ୟପ୍ରଣାଳୀ ଥିଲା, ଯାହା ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଗମନାଗମନ ହେଉ, ଜଳ ଯୋଗାଣ ହେଉ ଏବଂ ଗରିବ ଲୋକମାନଙ୍କ ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଯାହା ସବୁ ଥିଲା, ତାକୁ କିପରି କାର୍ଯ୍ୟକାରୀ କରିବା ପାଇଁ ସେ କେତେ ପଦକ୍ଷେପ ନେଉଥିଲେ। ନିଜେ ଅତ୍ୟନ୍ତ ନିଜକୁ ଜଣେ ସାଧାରଣ ମଣିଷ ଭାବରେ ସେ ଚଳୁଥିଲେ। ସାଧାରଣ ପୋଷାକ, ଖଣ୍ଡେ ଛୋଟ କୁର୍ତ୍ତା ଏବଂ ଆଉ ଗୋଟିଏ ଲୁଗା ସେ କେବେ ପିନ୍ଧନ୍ତିନି। ଘରେ ଗୋଟେ ଲୁଙ୍ଗି ପିନ୍ଧିଥିବେ ଏବଂ ସବୁବେଳେ କୁର୍ତ୍ତା, ଗୋଟେ ଛୋଟ ପଞ୍ଜାବୀ, ଧଳା ପଞ୍ଜାବୀ ପିନ୍ଧି ବୁଲାବୁଲି କରୁଥିବେ।
ସେମିତିଆ କିଛି ଆଖି ଦୃଶ୍ୟ ଡ୍ରେସ୍ ମୁଁ ତାଙ୍କର କେବେ ଦେଖି ନାହିଁ। ଖୁବ୍ କମ୍ କଥା କୁହନ୍ତି। ଆମେ ଥରେ ପଚାରୁଥିଲୁ ପାର୍ଲାମେଣ୍ଟ ହେବା ଆଗରୁ ସେ ପ୍ରାୟ ଆମ ସମସ୍ତଙ୍କୁ ଡାକନ୍ତି ଏବଂ ମିଟିଂ ନିଅନ୍ତି, ତୁମେ ସେଠି କ'ଣ କହିବ, କ'ଣ କରିବ, କିଏ କ'ଣ କହିବା କଥା। ଖୁବ୍ କମ୍ ସମୟ ଭିତରେ ଅତି ସଂକ୍ଷେପରେ ତାଙ୍କର ଯେଉଁ ନୀତି, ତାଙ୍କର ଯେଉଁ ଆଦର୍ଶ, ତାଙ୍କର ଯେଉଁ କାର୍ଯ୍ୟପ୍ରଣାଳୀ, ଆମେ ଅତି ସ୍ତମ୍ଭୀଭୂତ ହେଉ। ପ୍ରକୃତରେ ତାଙ୍କୁ ମାନିବା ଦରକାର। ଜଣେ ଜ୍ଞାନୀ, ମାନି, ପଣ୍ଡିତ, ଜଣେ ଭଲ ଲେଖକ, ପୃଥିବୀରେ ତାଙ୍କ ନାଁ ଅଛି। ବଢ଼ିଆ ବଢ଼ିଆ ଲେଖା ସେ ଲେଖନ୍ତି, ଆଜି ପର୍ଯ୍ୟନ୍ତ ଲେଖି ଚାଲିଛନ୍ତି। ହି ଯେ ଗୁଡ୍ ଆର୍ଟିଷ୍ଟ ଅଲସୋ, ଭଲ ଭଲ ସବୁ ଚିତ୍ରାଙ୍କିବାରେ ସେ ପାରଙ୍ଗମ। କମ୍ ସମୟ ବସେন ସମସ୍ତ ଅଧିକାରୀମାନଙ୍କୁ ଡାକନ୍ତି, ଏକାଠି ବସାନ୍ତି। ଓଡ଼ିଶାର ପ୍ରଗତି ପାଇଁ କ'ଣ କ'ଣ କରାଯିବ, ଲୋକଙ୍କର ଉନ୍ନତି ପାଇଁ କ'ଣ କ'ଣ କରାଯିବ, ସେ ସମସ୍ତଙ୍କୁ ଏକାଠି ବସି ପ୍ରାୟ ସନ୍ଧ୍ୟା ସମୟରେ 1 ଘଣ୍ଟା କାଳ ଆଲୋଚନା କରନ୍ତି। ତେଣୁ ଯେହେତୁ ବର୍ତ୍ତମାନ 24 ବର୍ଷ ପରେ ବିଜୁ ଜନତା ଦଳ ଆଉ ପାୱାରରେ ନାହିଁ, ବିଜେପି ସରକାର ନେଇଛି। କ'ଣ ପାଇଁ ନେଲା, କ'ଣ ଅସୁବିଧା ହେଲା, କ'ଣ ପାଇଁ ଆମେ ହାରିଲୁ, ତା'ର ତର୍ଜମା ମଧ୍ୟ ସେ କରୁଛନ୍ତି ଏବଂ ଆଶା କରୁଛନ୍ତି ପୁନଶ୍ଚ ବିଜୁ ଜନତା ଦଳ ସଂଗଠିତ ହୋଇ ଲୋକମାନଙ୍କୁ ଏକାଠି କରି ଆସନ୍ତା 29 ମସିହାରେ ପୁଣି କେମିତି ନିଜେ ସେ ଓଡ଼ିଶାବାସୀଙ୍କର ସେବା କରିବା ପାଇଁ ପୁନଶ୍ଚ ଆସିବେ, ଆଗେଇ ଆସିବେ। ସେଇଥିପାଇଁ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି ଏବଂ ସେଥିରେ ନବୀନ ପଟ୍ଟନାୟକଙ୍କର ଶାସନ ସମୟର କଥା, ବିଜୁ ପଟ୍ଟନାୟକଙ୍କର ଅତୀତର ଇତିହାସ, ବିଜୁ ପଟ୍ଟନାୟକର କାର୍ଯ୍ୟପ୍ରଣାଳୀ, ନବୀନ ପଟ୍ଟନାୟକଙ୍କର କାର୍ଯ୍ୟପ୍ରଣାଳୀ, ଏ ସମସ୍ତକୁ ତନ୍ନ ତନ୍ନ କରି এই ଭାଇମାନେ ଯେଉଁମାନେ ଉପସ୍ଥିତ ଥିଲେ, ଭଉଣୀମାନେ ଯେଉଁମାନେ ଉପସ୍ଥିତ ହେଲେ, ବିଜୁ ଜନତା ଦଳର ଅତି ସୁନ୍ଦର ଭାବରେ ଲୋକମାନଙ୍କୁ ବ୍ୟାଖ୍ୟା କରାଇଲେ। ପ୍ରକୃତରେ ଏହା ବିମୋହିତ କରିଛି, ଆଶ୍ଚର୍ଯ୍ୟ ଲାଗୁଛି। ଇଏ ଲୋକଙ୍କର ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତି କି ଶ୍ରଦ୍ଧା, କି ସମ୍ମାନ ଏସବୁ ରହିଛି, ତାକୁ ଦେଖିଲେ ପ୍ରକୃତିରେ ଖୁବ୍ ଖୁସି ଲାଗେ, ଆନନ୍ଦ ଲାଗେ ଏବଂ ଆଶା କରିବା ଆସନ୍ତୁ ଆଗାମୀ ଦିନମାନଙ୍କରେ ୟାଙ୍କ ଭିତରେ ସୁସମ୍ପର୍କ ରକ୍ଷା କରି ଏଇ ପାରାଦୀପ କେବଳ ନୁହଁ, ସମଗ୍ର ଓଡ଼ିଶାରେ ପୁଣି ବିଜୁ ଜନତା ଦଳ ପାୱାରକୁ ଆସିବ। ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଏକତା ଆବଶ୍ୟକ, ନିଷ୍ଠା ଆବଶ୍ୟକ। କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଯେଉଁ ମନର ଇଚ୍ଛା, ତାକୁ ମଧ୍ୟ ଠିକ୍ କରିବା ଉଚିତ। ତେଣୁ ସେହି ଶପଥ ପାଠ କରି ଆଜି ସମସ୍ତେ ଏଠୁ ଗଲେ ଏବଂ ମୁଁ ମଧ୍ୟ ତାଙ୍କ ସାଙ୍ଗରେ ଉପସ୍ଥିତ ଥିଲି। ବିଶେଷ କରି ଆପଣମାନେ ଯେଉଁମାନେ ଗଣମାଧ୍ୟମର ପ୍ରତିନିଧି ଭାଇମାନେ ମୋର ଅଛନ୍ତି, ମୁଁ ଅନୁରୋଧ କରିବି ଆପଣ ସଠିକ୍ ଭାବରେ ଏଇ ଯାହା ଆଜି ଭାଇମାନେ ଯେଉଁ ବକ୍ତବ୍ୟ ରଖିଲେ ଠିକ୍ ଭାବରେ ନିର୍ଦ୍ଦିଷ୍ଟ ଭାବରେ ଯାହା ଲେଖିବା କଥା ଲେଖନ୍ତୁ, ତାହେଲେ ଯାଇ ଏ ଦଳ ଆହୁରି ଆଗକୁ ଏବଂ ଆଗକୁ ଯିବ। ଏବଂ ଆପଣମାନେ ହେଲେ ଏ ଇତିହାସ ଲେଖକ ବା ଯାହା କୁହନ୍ତି ଓଡ଼ିଶାର ଇତିହାସ ଲେଖିବାରେ ଆପଣମାନଙ୍କର ଭୂମିକା ନିଶ୍ଚିତ ଭାବରେ ଆମକୁ ଆଗକୁ ଆଗକୁ ନେବ, ଏଥିରେ ସନ୍ଦେହ ନାହିଁ। ଧନ୍ୟବାଦ, ନମସ୍କାର। ଯିବା ହଁ ଯିବା ଯିବା ଆଜ୍ଞା ଭାଇ ଆଜିର କାର୍ଯ୍ୟକ୍ରମ ବିଜୁ ଜନତା ଦଳ ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ 29ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଏବଂ ଆମେ ମଧ୍ୟ ସେହି ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳ ପାରାଦୀପ ନଗର ପକ୍ଷରୁ ଏହି ପ୍ରତିଷ୍ଠା ଦିବସକୁ ମହାସମାରୋହରେ ପାଳନ କରୁଛୁ। ଆପଣମାନେ ଜାଣିଥିବେ ସକାଳେ ବିଜୁବାବୁଙ୍କ ଯେଉଁ ପୁଣ୍ୟ ଭବ୍ୟ ପ୍ରତିମୂର୍ତ୍ତି ଅଛି ଅକ୍ଷବାଙ୍ଗୀଠାରେ, ସେଠାରେ ଆମେ ଆଜି ସକାଳେ ସେହି ଶତାବ୍ଦୀର ମହାପୁରୁଷ ଓଡ଼ିଶାର ବରପୁତ୍ର ପାରାଦୀପ ବନ୍ଦର ସ୍ରଷ୍ଟା ବିଜୁବାବୁଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଥିଲୁ, ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲୁ ଏବଂ ତାପରେ ଆଜି ଏଠି ସନ୍ଧ୍ୟାରେ ଆମ ପାରାଦୀପ ମ୍ୟୁନିସିପାଲିଟିର 19ଟି ୱାର୍ଡ଼ର ବିଜୁ ଜନତା ଦଳର ସକ୍ରିୟ ନେତୃମଣ୍ଡଳୀ କର୍ମୀ ଏବଂ ବିଜୁ ଛାତ୍ର ମହିଳା ସବୁ ବର୍ଗର ନେତୃମଣ୍ଡଳୀ କର୍ମୀମାନେ ନେଇ ଏଠିକି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଜୁବାବୁଙ୍କ ନୀତି ଆଦର୍ଶ, ବିଜୁବାବୁଙ୍କ ଦ୍ୱାରା ପାରାଦୀପ ପ୍ରତିଷ୍ଠା ଏବଂ ପାରାଦୀପର ବିକାଶ, ଆଦି ନବୀନ ବାବୁଙ୍କ ଭାଗିଦାରୀ ଏବଂ ନବୀନ ବାବୁଙ୍କ 24 ବର୍ଷ ସୁଶାସନ ସେବାମୂଳକ କାର୍ଯ୍ୟ ଏବଂ ପାରାଦୀପର ବିକାଶରେ ତାଙ୍କର ଅବଦାନ, ଏ ସମସ୍ତ କଥା ଆଲୋଚନା ହୋଇଥିଲା। ଆମ ନେତୃମଣ୍ଡଳୀ ଆଲୋଚନା କରିଥିଲେ, ବକ୍ତବ୍ୟ ରଖିଥିଲେ ଏବଂ ତା ସହିତ ସରକାରଙ୍କର ବିଭିନ୍ନ ପରିଚାଳନା ଦିଗ ଉପରେ ଆଲୋଚନା ସମାଲୋଚନା ମଧ୍ୟ ହୋଇଥିଲା ଏବଂ ଆମେ ଆଶା କରୁଛୁ ଆମେ 24 ବର୍ଷ ସରକାର ଥିଲୁ ଲୋକଙ୍କୁ ନବୀନ ବିକାଶର ଶୀର୍ଷ ଓଡ଼ିଶା ଆହୁରି ଆଗକୁ ଯିବ। ଆମ ସମସ୍ତ ଲକ୍ଷ୍ୟ ଓଡ଼ିଶା ଆହୁରି ଆଗକୁ ଯିବ। ଏବେ ଯେଉଁ ସରକାର ଅଛନ୍ତି ଆସେମ୍ବଲି ଦେଖାହେଲା ବଜେଟ୍ର 30 କୋଟି ଚାଲିଛି, ଯେଉଁ ବଜେଟ୍ ଖର୍ଚ୍ଚ ହୋଇପାରୁନି ତାମାନେ ଶାସନ ଠିକ୍ ଚାଲିବ। ତେଣୁ ସରକାର ଭଲ କାମ କରନ୍ତୁ ଆମେ ଆଶା କରିବୁ। ତେଣୁ ଓଡ଼ିଶାର ଯେଉଁ ବିକାଶ ଅଛି, ଓଡ଼ିଶା ଲୋକଙ୍କର ଆଶା ଆକାଂକ୍ଷା ଅଛି, ଓଡ଼ିଶା ପୁଣି ଆଗକୁ ଯିବ। ବିଭିନ୍ନ କ୍ଷେତ୍ରରେ ସରକାର ଫେଲ୍ ହେଉଛନ୍ତି, ସେସବୁ ନ ହେଉ, ଲୋକମାନେ ଆକର୍ଷଣ ହେଉ, ଏସବୁ ବିଷୟରେ ଆଲୋଚନା ସମାଲୋଚନା ମଧ୍ୟ ହୋଇଥିଲା ଏବଂ ଆଶା କରିବୁ ପାରାଦୀପରେ ବିଜୁବାବୁଙ୍କ ନୀତି ଆଦର୍ଶରେ ନବୀନ ନେତୃତ୍ୱରେ ବିଜୁ ଜନତା ଦଳ ଏକ ହୋଇ ରହିବ।
ସୁଦୃଢ଼ ହୋଇ ରହିବ ଏବଂ ଆଗାମୀ ଦିନରେ ପୁଣି ଆମେ ନବୀନଙ୍କ ନେତୃତ୍ୱରେ ରହିବା ପାଇଁ ସଂକଳ୍ପ। ଗୋଟେ ପଟେ କହୁଛନ୍ତି ବର୍ତ୍ତମାନ ଦଳ ସଂଗଠିତ ହେବ, କିନ୍ତୁ ବର୍ତ୍ତମାନ ନୂଆ ବଜାରରେ ସକାଳେ ଗୋଟେ ଗ୍ରୁପ୍ କରିଥିଲେ, ବର୍ତ୍ତମାନ ଆପଣଙ୍କର ଏଠି ଚାଲିଛି। ସେଠି ଯାଇକି ପୂର୍ବତନ ବିଧାୟକ ପ୍ରାର୍ଥୀ ଆଉ ସମସ୍ତେ ରହିଥିଲେ, ଯାହାକି ବାପି ସରକାର ଆମର ଯେଉଁ ଚିଠି ହେଇଛି ମିଟିଂ କରିବା ପାଇଁ, ଆପଣ ଦେଖିବେ ଚିଠି ଲେଖା ହେଇଛି ନଗର ସଭାପତି, ବ୍ଲକ ସଭାପତି, ଅଧ୍ୟକ୍ଷ ଏଇମାନଙ୍କୁ ନିର୍ଦ୍ଦେଶ ଅଛି। ତେଣୁକରି ଦଳକୁ ଯିଏ ବେଶୀ ଭଲ ପାଉଛି, କିଏ କେଉଁଠି କରୁଛି, କାହାକୁ ମନା ନାହିଁ। କିନ୍ତୁ ଏଠି ରହିଛି ଏଇଟା ନଗର, ଯେହେତୁ ମ୍ୟୁନିସିପାଲିଟିର ଅଧୀନରେ ରହୁଛି। ହଁ, ମ୍ୟୁନିସିପାଲିଟି ଅଧୀନରେ ରହିଛି। ଯଦି କାହାର କିଛି ଭିନ୍ନ ମତ ଅଛି, କିଏ କେଉଁଠି ଆଉ ଜାଗାରେ କରୁଛି, କିଛି ଅସୁବିଧା ନାହିଁ, କରନ୍ତୁ, ଅସୁବିଧା ନାହିଁ। ଦଳ ସୁଦୃଢ଼। ଗୋଟେ ପଟେ ରହିଛି ବର୍ତ୍ତମାନ ଯିଏକି ବିଜୁ ପଟ୍ଟନାୟକର ଯେଉଁ ରହିଥିଲା ମୂର୍ତ୍ତି, ତାକୁ ନେଇ ଆପଣଙ୍କୁ ସମାଲୋଚନା କରିବା। ଦାମବାବୁଙ୍କ ଜନ୍ମଦିନରେ ବାପି ସରକାର କହିଥିଲେ ଯେ କି ଏଠି ଯାହାକି ପୌର ପ୍ରଶାସନ ଯିଏକି ରହିଛନ୍ତି ବିଜେଡ଼ିର ନେତା, କିନ୍ତୁ ସେ ଦେଖୁନାହାନ୍ତି ବିଜେପି। ମୁଁ ତ ସେଇ କଥା ଆପଣଙ୍କୁ ପଚାରୁଛି, ଆପଣମାନେ ଯେତେବେଳେ ବଜାଇଲେ ପଚାରିଲେନି। ଆପଣ ଦାମବାବୁଙ୍କ ଜନ୍ମଦିନରେ ଦାମବାବୁ ଗୁଣ ଗାଣ ନ କରି ବିଜୁବାବୁଙ୍କ ଷ୍ଟାଚୁରେ ଫୁଲମାଳ ରଙ୍ଗ ମାରି ବସେଶ୍ୱର କାହିଁ ସମାଲୋଚନା କରୁଛନ୍ତି? ପାରାଦୀପରେ ମୋ କାର୍ଯ୍ୟଧାରା ଭିତରେ ମହାତ୍ମା ଗାନ୍ଧୀ ମୋର ସୌଭାଗ୍ୟ ଯେ ମହାତ୍ମା ଗାନ୍ଧୀର ଷ୍ଟାଚୁ ଆମେ ଅବସ୍ଥାପନ କରିଛୁ। ବିଜୁବାବୁଙ୍କ ଷ୍ଟାଚୁ ସେତେବେଳେ ଦାମବାବୁ ଥିଲା, ମୁନା ଥିଲା, ସେ ପ୍ରଚେଷ୍ଟାରେ ହେଇଥିଲା ପାରାଦୀପ ବନ୍ଧୁ ସହଯୋଗରେ। ସେଠି ମଧୁବାବୁଙ୍କ ପ୍ରତିମୂର୍ତ୍ତି ହେଇଛି। ଅନ୍ୟ ସଂଗଠନମାନଙ୍କ ଦାୟିତ୍ୱରେ ନେତାଜୀ, ଆମ୍ବେଦକର, ନେହେରୁ ଅନେକ ଷ୍ଟାଚୁ ପ୍ରତିମୂର୍ତ୍ତି। ତା'ର ସମସ୍ତ ସୁରକ୍ଷା ବା ସଫାସୁତୁରା କାର୍ଯ୍ୟ ବିଭିନ୍ନ ଜାତୀୟ ଦିବସ ମାନଙ୍କରେ ସେଠି ଫୁଲ ପକାଇବା, ସଫା କରିବା ଦାୟିତ୍ୱ ମ୍ୟୁନିସିପାଲିଟି କରୁଛି। ଏବଂ ଏଇ ଯେଉଁ ଆମର ଆପଣ ଦେଖିଥିବେ ପ୍ରତିମୂର୍ତ୍ତିରେ ଏବେ ଯେଉଁ ରଙ୍ଗ ମାରିଛନ୍ତି 4 ଦିନ ଭିତରେ ଆପଣ ଦେଖିବେ। କାଲି ସକାଳେ ଆମେ ଯେତେବେଳେ ସଫା କରିବା, କାଲି ସନ୍ଧ୍ୟାରେ ଯାଇଥିଲୁ, ମାନେ ଗୋଟେ ଇଞ୍ଚର ଆସ୍ତରଣ ପଡ଼ିଛି। ଡଷ୍ଟଟା ସେଇ ଢଙ୍ଗରେ ପଡ଼ୁଛି, ବିକୃତ ହେଉଛି, ମଝିରେ ମଝିରେ ସଫା ତା'ମାନେ ସେମିତି ଥାଏ। ଆମର ମଧୁବାବୁ ଏବେ ସେଠୁ ବିସ୍ଥାପିତ ହେବ। ମଧୁବାବୁ ଯେଉଁ ଅଛି ଷ୍ଟାଚୁ ସେ ଉଠିବ, କାରଣ ଏମିତି ଆମର କାର୍ଯ୍ୟଧାରା ଚାଲିଛି। ବିଜୁବାବୁଙ୍କୁ ଆମେ ଭାବୁଥିଲୁ ବିଜୁବାବୁ ସେଠୁ ମଧ୍ୟ ବିସ୍ଥାପିତ ହୋଇପାରନ୍ତି, କିନ୍ତୁ ବିଜୁବାବୁ ହେବେନି। ଆମେ ପରେ ମ୍ୟାପ୍ ଦେଖିବୁ, ସେ ହେଉନାହାନ୍ତି। ତେଣୁ ପାରାଦୀପ ବନ୍ଦର ଯେହେତୁ ପାରାଦୀପ ବନ୍ଦର ସେ ପାର୍କ ରକ୍ଷଣାପଣ କରୁଛନ୍ତି, ପାରାଦୀପ ବନ୍ଦର କାର୍ଯ୍ୟ ତାଙ୍କର ଗେଟ୍, ଅନ୍ୟ ଗେଟ୍, ବାଉଣ୍ଡାଲ ସେସବୁ କାମ କରୁଛନ୍ତି, ଭିତର କାମ କରୁଛି। ଆପଣ ଦେଖିଲେ କାମ ଚାଲିଛି। ଏବଂ ପାରାଦୀପ ବନ୍ଦର ସେଠି ସମସ୍ତ କାର୍ଯ୍ୟ, ଷ୍ଟାଚୁଟା କେବଳ ଦାମବାବୁ ତାଙ୍କ ପ୍ରଚେଷ୍ଟାରେ ବସେଇଥିଲେ। ତେଣୁ ଷ୍ଟାଚୁ କାମ ପାଇଁ ଯେଉଁମାନେ ସେଠି ଉପସ୍ଥିତ ସେମାନେ ବି ଜାଣିଛନ୍ତି ଯେ ଷ୍ଟାଚୁ ପାଇଁ କ'ଣ କାର୍ଯ୍ୟକ୍ରମ ନିଆଯାଇଛି। କେବଳ ବିଜୁବାବୁ ଷ୍ଟାଚୁ ନୁହେଁ, ପାରାଦୀପ ସମସ୍ତ ଷ୍ଟାଚୁ ପାଇଁ। ବିଜୁବାବୁ ଷ୍ଟାଚୁ ଆପଣ ଦେଖିଲେ ସିଡ଼ି ଲାଗିଛି, ଆମର ଏଠି ଲାଗିବ କେଉଁଠି ବାଜପେୟୀଙ୍କର ଲାଗିବ, ନେତାଜୀଙ୍କର ଲାଗିବ। ଆମେ ସେ ଆଗ ପଛ ନେତାଜୀଙ୍କ ଷ୍ଟାଚୁ ତଳେ ଉଠିକି ସେଠି ଲାଗିବ। ଯେଉଁ ଷ୍ଟାଚୁ ଅଛି ଫୁଲମାଳ ପକେଇଲେ ଅସ୍ୱାଭାବିକ ପରିସ୍ଥିତି, ବାଉଁଶରେ କେଞ୍ଚିକି ହାତ ମାଳେ ପଡ଼ି ଛିଡ଼ି ଯାଉଥିଲା, ଅସ୍ୱାଭାବିକ। ସେଠି ସିଡ଼ି ସବୁ ଲଗାଯିବ। ସେ ଷ୍ଟାଚୁକୁ ସବୁ ନିୟମିତ ରଙ୍ଗ କରାଯାଉଥିଲା, କରାଯାଏ ମଧ୍ୟ। ତେଣୁକରି ଯେଉଁମାନେ ଏକଥା ଉଠାଉଛନ୍ତି, ପାରାଦୀପର ତାଙ୍କର କିଛି ତ୍ୟାଗ ନଥାଇ ବହୁତ ସୁବିଧା ସେମାନେ ନେଇଛନ୍ତି, ବହୁତ ଭଲରେ ଅଛନ୍ତି। କିଛି ଭଲ କାମ କରନ୍ତୁ, ଲୋକ ବିଶ୍ୱାସ ଦିଅନ୍ତି। ଫାଲତୁ କଥା କରିକି, ଏଇ ଶସ୍ତା କଥାବାର୍ତ୍ତା କରିକି ତାର କିଛି ଅର୍ଥ ନାହିଁ, କି ସେତେ ତାଙ୍କର ବିଶେଷ କିଛି ଉନ୍ନତି ହେବନି। ଆଉ ମୋତେ ଗାଳି ଦେଉଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।